ଓମ୍ ଶାନ୍ତି। 31 ଅକ୍ଟୋବର 2025 ପ୍ରାତଃ ମୁରଲୀ। ଶିବ ଭଗବାନଙ୍କର ମଧୁର ମହାବାକ୍ୟ। ଶିବ ବାବା କହୁଛନ୍ତି, ମିଠେ ବଚ୍ଚେ, ତୁମେ ହେଉଛ ଆଧ୍ୟାତ୍ମିକ ଗୁପ୍ତ ଉଦ୍ଧାରକାରୀ ଆତ୍ମିକ ସେନା। ତୁମକୁ ସାରା ଦୁନିଆକୁ ଉଦ୍ଧାର କରିବାକୁ ହେବ। ବୁଡ଼ି ଯାଉଥିବା ନୌକାକୁ ପାରି କରିବାକୁ ହେବ। ତୁମେ ହେଉଛ ଆଧ୍ୟାତ୍ମିକ ଗୁପ୍ତ ଉଦ୍ଧାରକାରୀ ଆତ୍ମିକ ସେନା। ତୁମକୁ ସାରା ଦୁନିଆକୁ ଉଦ୍ଧାର କରିବାକୁ ହେବ। ବୁଡ଼ି ଯାଉଥିବା ନୌକାକୁ ପାରି କରିବାକୁ ହେବ। ଆଜିର ପ୍ରଶ୍ନ, ସଙ୍ଗମ ଯୁଗରେ ବାବା କେଉଁ ବିଶ୍ୱବିଦ୍ୟାଳୟ ଖୋଲୁଛନ୍ତି ଯାହାକି ସାରା କଳ୍ପରେ ନଥାଏ? ସଙ୍ଗମ ଯୁଗରେ ବାବା କେଉଁ ବିଶ୍ୱବିଦ୍ୟାଳୟ ଖୋଲୁଛନ୍ତି ଯାହାକି ସାରା କଳ୍ପରେ ନଥାଏ? ଉତ୍ତର, ରାଜତ୍ୱ ପ୍ରାପ୍ତ କରିବାର ପାଠ ପଢ଼ିବା ପାଇଁ ଗଡ଼ ଫାଦରଲି ୟୁନିଭର୍ସିଟି ଅର୍ଥାତ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ବା କଲେଜ ସଙ୍ଗମ ଯୁଗରେ ବାବା ହିଁ ଖୋଲୁଛନ୍ତି। ଏପରି ୟୁନିଭର୍ସିଟି ସାରା କଳ୍ପରେ ନଥାଏ। ଏହି ୟୁନିଭର୍ସିଟିରେ ପାଠ ପଢ଼ି ତୁମେ ଡବଲ ମୁକୁଟଧାରୀ ରାଜାମାନଙ୍କର ରାଜା ହୋଇଯାଉଛ। ଓମ୍ ଶାନ୍ତି। ମଧୁର ଆତ୍ମିକ ସନ୍ତାନମାନଙ୍କୁ ସର୍ବପ୍ରଥମେ ବାବା ପଚାରୁଛନ୍ତି, ଯେତେବେଳେ ଏଠାରେ ଆସି ବସୁଛ ସେତେବେଳେ ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଉଛ? କାହିଁକି ନା ଏଠି ତୁମର କୌଣସି କାମଧନ୍ଦା, ମିତ୍ର ସମ୍ବନ୍ଧୀ ଆଦି ମଧ୍ୟ ନାହାନ୍ତି। ତୁମେ ଏହି ବିଚାର ନେଇ ଆସୁଛ ଯେ ଆମେ ଅବିନାଶୀ ପିତାଙ୍କ ସହିତ ମିଳନ କରିବାକୁ ଯାଉଛୁ। କିଏ କହୁଛନ୍ତି? ଆତ୍ମା ଶରୀର ଦ୍ୱାରା କହୁଛି। ପାରଲୌକିକ ବାବା ଏହି ଶରୀରକୁ ଉଦ୍ଧାରରେ ନେଇଛନ୍ତି। ବ୍ରହ୍ମା ବାବାଙ୍କ ଦ୍ୱାରା ବୁଝାଉଛନ୍ତି। ଏହା ଥରେ ହିଁ ହୋଇଥାଏ, ଯାହା ବେହଦର ପିତା ଆସି ଶିଖାଉଛନ୍ତି। ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଇଲେ ତୁମର ନୌକା ପାର ହେବ। ସମସ୍ତଙ୍କର ନୌକା ବୁଡ଼ି ଯାଇଛି। ଯିଏ ଯେତିକି ପୁରୁଷାର୍ଥ କରିବେ ସେହି ହିସାବରେ ନୌକା ପାରି ହେବ। ଗାନ କରୁଛନ୍ତି ଯେ, ହେ ମାଝି, ମୋର ନୌକା ପାରି କରିଦିଅ। ବାସ୍ତବରେ ପ୍ରତ୍ୟେକଙ୍କୁ ନିଜ ପୁରୁଷାର୍ଥ ଆଧାରରେ ପାରି ହେବାର ଅଛି। ଯେପରି ପହଁରା ଶିଖାଇଥାନ୍ତି, ପୁଣି ଯେତେବେଳେ ଯାଇଥାନ୍ତି ସେତେବେଳେ ନିଜେ ହିଁ ପହଁରିଥାନ୍ତି। ଏସବୁ ହେଲା ଶରୀରର କଥା। ଏହା ହେଉଛି ଆତ୍ମିକ ଜଗତର କଥା। ତୁମେ ଜାଣିଛ ଯେ ଆତ୍ମା ଏବେ ପଙ୍କରେ ଫସି ଯାଇଛି। ଏହି ସମ୍ବନ୍ଧରେ ହରିଣର ମଧ୍ୟ ଉଦାହରଣ ଦିଅନ୍ତି। ପାଣି ଭାବି ଯାଇଥାନ୍ତି, କିନ୍ତୁ ସେଠାରେ କାଦୁଅ ଥାଏ, ତେଣୁ ପଙ୍କରେ ଛନ୍ଦି ହୋଇଯାଆନ୍ତି। କେବେ କେବେ ଷ୍ଟିମର, ମୋଟର ଆଦି ସବୁ ମଧ୍ୟ କାଦୁଅରେ ଦବିଯାଏ। ପୁଣି ସେଗୁଡ଼ିକୁ ଉଦ୍ଧାର କରାଯାଏ। ସେମାନେ ସମସ୍ତେ ହେଉଛନ୍ତି ଉଦ୍ଧାରକାରୀ ସୈନ୍ୟ। ତୁମେ ହେଉଛ ଆତ୍ମିକ ସୈନ୍ୟ। ତୁମେ ଜାଣିଛ ଯେ ସମସ୍ତେ ମାୟାର ପଙ୍କରେ ବୁଡ଼ି ଯାଇଛନ୍ତି। ଏହାକୁ ମାୟାର ଦଲଦଲ ବା ପଙ୍କ କୁହାଯାଏ। ବାବା ଆସି ବୁଝାଉଛନ୍ତି ଯେ ଏଠାରୁ ତୁମେ କିପରି ବାହାରି ପାରିବ। ସେମାନେ ଉଦ୍ଧାର କରିଥାନ୍ତି। ଏଥିରେ ମନୁଷ୍ୟକୁ ମନୁଷ୍ୟର ସାହାଯ୍ୟ ଦରକାର ହୋଇଥାଏ। ଏଠାରେ ତ ପୁଣି ଆତ୍ମା ପଙ୍କରେ ବୁଡ଼ି ଯାଇଛି। ବାବା ରାସ୍ତା ବତାଉଛନ୍ତି ଯେ ତୁମେ କିପରି ଏଠାରୁ ବାହାରି ପାରିବ। ତାପରେ ତ ଅନ୍ୟମାନଙ୍କୁ ମଧ୍ୟ ରାସ୍ତା ବତାଇ ପାରିବ। ନିଜକୁ ଏବଂ ଅନ୍ୟମାନଙ୍କୁ ରାସ୍ତା ବତାଇବାକୁ ହେବ ଯେ ତୁମର ନୌକା ଏହି ବିଷୟ ସାଗରରୁ କ୍ଷୀର ସାଗରକୁ କିପରି ଯାଇପାରିବ। ସତ୍ୟ ଯୁଗକୁ କ୍ଷୀରସାଗର ବା ସୁଖର ସାଗର କହୁଛନ୍ତି। ଏହା ହେଉଛି ଦୁଃଖର ସାଗର। ରାବଣ ଦୁଃଖର ସାଗରରେ ବୁଡ଼ାଉଛି। ବାବା ଆସି ସୁଖର ସାଗରକୁ ନେଇଯାଉଛନ୍ତି। ତୁମକୁ ଆତ୍ମିକ ଉଦ୍ଧାରକାରୀ ସୈନିକ କୁହାଯାଉଛି। ତୁମେ ଶ୍ରୀମତ ଆଧାରରେ ସମସ୍ତଙ୍କୁ ରାସ୍ତା ଦେଖାଉଛ। ସମସ୍ତଙ୍କୁ ବୁଝାଉଛ ଯେ 2 ଜଣ ପିତା ଅଛନ୍ତି। ଜଣେ ଶାରୀରିକ ପିତା, ଆଉ ଜଣେ ଆତ୍ମିକ ପିତା। ଲୌକିକ ପିତା ଥାଇ ମଧ୍ୟ ସମସ୍ତେ ପାରଲୌକିକ ପିତାଙ୍କୁ ମନେ ପକାନ୍ତି, କିନ୍ତୁ ତାଙ୍କୁ ବିଲକୁଲ ଜାଣନ୍ତି ନାହିଁ। ବାବା କୌଣସି ଗ୍ଲାନି କରୁନାହାନ୍ତି।
କିନ୍ତୁ ଡ୍ରାମାର ରହସ୍ୟକୁ ବୁଝାଉଛନ୍ତି। ଏକଥା ମଧ୍ୟ ବୁଝାଇବା ପାଇଁ କହୁଛନ୍ତି କି ଏହି ସମୟରେ ସବୁ ମନୁଷ୍ୟ ମାତ୍ରକେ 5 ବିକାର ରୂପୀ ପଙ୍କରେ ଫସି ରହିଥିବା ଆସୁରୀ ସମ୍ପ୍ରଦାୟର ଅଟନ୍ତି। ଦୈବୀ ସମ୍ପ୍ରଦାୟଙ୍କୁ ଆସୁରୀ ସମ୍ପ୍ରଦାୟର ଲୋକେ ଯାଇ ନମସ୍କାର କରିଥାନ୍ତି, କାହିଁକିନା ସେମାନେ ସମ୍ପୂର୍ଣ୍ଣ ନିର୍ବିକାରୀ ଅଟନ୍ତି। ସନ୍ନ୍ୟାସୀମାନଙ୍କୁ ନମସ୍କାର କରିଥାନ୍ତି। ସେମାନେ ମଧ୍ୟ ଘରଦ୍ୱାର ଛାଡ଼ି ଯାଇଥାନ୍ତି, ପବିତ୍ର ରହିଥାନ୍ତି। ଏହି ସନ୍ନ୍ୟାସୀ ଏବଂ ଦେବତାମାନଙ୍କ ମଧ୍ୟରେ ରାତି ଦିନର ଅନ୍ତର ରହିଛି। ଦେବତାମାନଙ୍କର ଜନ୍ମ ମଧ୍ୟ ଯୋଗବଳ ଦ୍ୱାରା ହୋଇଥାଏ। ଏହି କଥାକୁ କେହି ଜାଣନ୍ତି ନାହିଁ। ସମସ୍ତେ କହନ୍ତି ଈଶ୍ୱରଙ୍କ ଗତିମତି ନିଆରା, ଈଶ୍ୱରଙ୍କର ଅନ୍ତ ପାଇ ପାରିବା ନାହିଁ। କେବଳ ଈଶ୍ୱର ବା ଭଗବାନ କହିଲେ ଏତେ ସ୍ନେହର ଅନୁଭବ ହୁଏ ନାହିଁ। ସବୁଠାରୁ ଶ୍ରେଷ୍ଠ ଅକ୍ଷର ହେଉଛି ବାବା। ମନୁଷ୍ୟ ବେହଦର ବାବାଙ୍କୁ ନ ଜାଣିବା କାରଣରୁ ଯେପରି ଅନାଥ ହୋଇଯାଇଛନ୍ତି। ମାଗାଜିନରେ ମଧ୍ୟ ବାହାରିଛି ମନୁଷ୍ୟ କ'ଣ କହୁଛନ୍ତି ଏବଂ ଭଗବାନ କ'ଣ କହୁଛନ୍ତି। ବାବା କିଛି ଗାଳି ଦେଉନାହାନ୍ତି, ସନ୍ତାନମାନଙ୍କୁ ବୁଝାଉଛନ୍ତି। କାହିଁକି ନା ବାବା ତ ସମସ୍ତଙ୍କୁ ଜାଣନ୍ତି ନା। ବୁଝାଇବା ପାଇଁ କହୁଛନ୍ତି ଏମାନଙ୍କ ମଧ୍ୟରେ ଆସୁରୀ ଗୁଣ ଅଛି, ପରସ୍ପର ମଧ୍ୟରେ ଲଢ଼େଇ କରୁଛନ୍ତି। ଏଠାରେ ତ ଲଢ଼େଇର ଆବଶ୍ୟକତା ନାହିଁ। ସେମାନେ ହେଉଛନ୍ତି କୌରବ ଅର୍ଥାତ୍ ଆସୁରୀ ସମ୍ପ୍ରଦାୟ। ଏହା ହେଉଛି ଦୈବୀ ସମ୍ପ୍ରଦାୟ। ବାବା ବୁଝାଉଛନ୍ତି ମୁକ୍ତି ବା ଜୀବନ ମୁକ୍ତି ପାଇଁ ମନୁଷ୍ୟ ମନୁଷ୍ୟକୁ ରାଜଯୋଗ ଶିଖାଇବେ। ଏହା ହୋଇପାରିବ ନାହିଁ। ଏହି ସମୟରେ ବାବା ହିଁ ତୁମ ଆତ୍ମାମାନଙ୍କୁ ଶିଖାଉଛନ୍ତି। ଦେହ ଅଭିମାନ ଦେହୀ ଅଭିମାନୀ ମଧ୍ୟରେ ଦେଖ କେତେ ପ୍ରଭେଦ ରହିଛି। ଦେହ ଅଭିମାନ ଦ୍ୱାରା ତୁମେ ତଳକୁ ଖସି ଆସିଛ। ବାବା ଥରେ ହିଁ ଆସି ତୁମକୁ ଦେହୀ ଅଭିମାନୀ କରୁଛନ୍ତି। ଏପରି ନୁହେଁ ଯେ ତୁମେ ସତ୍ୟ ଯୁଗରେ ଦେହ ସହିତ ସମ୍ବନ୍ଧ ରଖିବ ନାହିଁ। ସେଠାରେ ଏହି ଜ୍ଞାନ ରହିବ ନାହିଁ ଯେ ମୁଁ ଆତ୍ମା ପରମ ପିତା ପରମାତ୍ମାଙ୍କର ସନ୍ତାନ ଅଟେ। ଏହି ଜ୍ଞାନ ଏବେ ହିଁ ତୁମକୁ ମିଳୁଛି, ଯାହାକି ପ୍ରାୟ ଲୋପ ହୋଇଯିବ। ତୁମେ ହିଁ ଶ୍ରୀମତ ଆଧାରରେ ଚାଲି ପ୍ରାରବ୍ଧ ପାଇଥାଅ। ବାବା ରାଜଯୋଗ ଶିଖାଇବା ପାଇଁ ହିଁ ଆସନ୍ତି। ଏପରି ପାଠପଢ଼ା ଆଉ କେଉଁଠି ବି ନଥାଏ। ସତ୍ୟ ଯୁଗରେ 2 ମୁକୁଟଧାରୀ ରାଜାମାନେ ଥାଆନ୍ତି। ପୁଣି ସିଙ୍ଗିଲି ତାଜ ବା 1 ମୁକୁଟଧାରୀ ଥିବା ରାଜାଙ୍କର ମଧ୍ୟ ରାଜ୍ୟ ରହିଛି। ଏବେ ସେହି ରାଜ୍ୟ ଆଉ ନାହିଁ। ପ୍ରଜାଙ୍କର ପ୍ରଜା ଉପରେ ରାଜ୍ୟ ଚାଲିଛି। ତୁମେ ସନ୍ତାନମାନେ ଏବେ ରାଜପଦ ପାଇବା ପାଇଁ ପଢ଼ୁଛ। ଏହାକୁ ଗଡ଼ ଫାଦରଲି ୟୁନିଭର୍ସିଟି କୁହାଯାଏ। ତୁମର ନାମ ମଧ୍ୟ ଲେଖା ହୋଇଛି। ସେମାନେ ଯଦିଓ ଗୀତା ପାଠଶାଳା ନାଁ ରଖୁଛନ୍ତି, ସେଠାରେ କିଏ ପଢ଼ାଉଛନ୍ତି? ଶ୍ରୀକୃଷ୍ଣ ଭଗବାନ ଉବାଚ ବୋଲି କହିଦେବେ। ତେବେ ଶ୍ରୀକୃଷ୍ଣ ତ ପଢ଼ାଇ ପାରିବେ ନାହିଁ। ଶ୍ରୀକୃଷ୍ଣ ତ ନିଜେ ପାଠଶାଳାକୁ ପଢ଼ିବା ପାଇଁ ଯାଇଥାନ୍ତି। ପ୍ରିନ୍ସ ପ୍ରିନ୍ସେସ୍ କିପରି ସ୍କୁଲକୁ ଯାଇଥାନ୍ତି? ସେଠାର ଭାଷା ହିଁ ଅଲଗା ରହିଥାଏ। ଏପରି ନୁହେଁ ଯେ ସଂସ୍କୃତରେ ଗୀତା ଗାୟନ କରାଯାଇଛି। ଏଠାରେ ତ ଅନେକ ଭାଷା ରହିଛି। ଯିଏ ଯେପରି ରାଜା ହୋଇଥାନ୍ତି, ସିଏ ନିଜର ଭାଷା ବ୍ୟବହାର କରନ୍ତି। ସଂସ୍କୃତ ଭାଷା କୌଣସି ରାଜାମାନଙ୍କର ନୁହେଁ। ବାବା କୌଣସି ସଂସ୍କୃତ ଶିଖାନ୍ତି ନାହିଁ। ବାବା ତ ସତ୍ୟଯୁଗ ପାଇଁ ରାଜଯୋଗ ଶିଖାନ୍ତି। ବାବା କହୁଛନ୍ତି କାମ ମହାଶତ୍ରୁ ଅଟେ, ଏହା ଉପରେ ବିଜୟୀ ହୁଅ। ପ୍ରତିଜ୍ଞା କରାନ୍ତି। ଏଠାକୁ ଯିଏ ବି ଆସନ୍ତି ତାଙ୍କୁ ପ୍ରତିଜ୍ଞା କରାଯାଇଥାଏ, କାମକୁ ଜିତିଲେ ତୁମେ ଜଗତ ଜିତି ହେବ। ଏହା ହେଉଛି ମୁଖ୍ୟ ବିକାର। ଏହି ହିଂସା ଦ୍ୱାପରରୁ ଚାଲି ଆସିଛି, ଯଦ୍ୱାରା ବାମ ମାର୍ଗ ଆରମ୍ଭ ହେଲା। ଦେବତାମାନେ କିପରି ବାମ ମାର୍ଗକୁ ଯାଇଥାନ୍ତି, ଏହାର ମଧ୍ୟ ମନ୍ଦିର ଅଛି। ସେଠାରେ ବହୁତ ବିକାରୀ ଚିତ୍ର ତିଆରି କରିଛନ୍ତି। ବାକି ବାମ ମାର୍ଗକୁ କେବେ ଗଲେ ତାହାର କିଛି ତିଥି ତାରିଖ ତ ନାହିଁ। ଏଥିରୁ ସିଦ୍ଧ ହେଉଛି ଯେ କାମଚିତାରେ ବସିବାରୁ କଳା ହୋଇଯାଆନ୍ତି, କିନ୍ତୁ ନାମ ରୂପ ତ ବଦଳି ଯାଇଥାଏ ନା।
କାମଚିତାରେ ଚଢ଼ିବା ଦ୍ୱାରା ଆଇରନ୍ ଏଜେଡ଼େ ହୋଇଯାଇଥାନ୍ତି। ଏବେ ତ 5 ତତ୍ତ୍ୱ ବି ତମ ପ୍ରଧାନ ହୋଇଯାଇଛି ନା, ସେଥିପାଇଁ ଶରୀର ମଧ୍ୟ ଏହିପରି ତମ ପ୍ରଧାନ ହେଉଛି। ଜନ୍ମରୁ ହିଁ କିଏ କିପରି ହୋଇଥାନ୍ତି। ସେଠାରେ ତ ଏକଦମ ସୁନ୍ଦର ଶରୀର ରହିବ। ଏବେ ତମ ପ୍ରଧାନ ହୋଇଥିବା କାରଣରୁ ଶରୀର ମଧ୍ୟ ଏହିପରି ହୋଇଛି। ମନୁଷ୍ୟ ପରମାତ୍ମାକୁ ଈଶ୍ୱର, ପ୍ରଭୁ ଆଦି ଭିନ୍ନ ଭିନ୍ନ ନାମରେ ମନେ ପକାଇଥାନ୍ତି, କିନ୍ତୁ ବିଚରାମାନଙ୍କୁ ଜଣା ହିଁ ନାହିଁ। ଆତ୍ମା ନିଜ ବାପାଙ୍କୁ ମନେ ପକାଉଛି, ହେ ବାବା, ଆସି ଶାନ୍ତି ଦିଅ। ଏଠାରେ ତ କର୍ମେନ୍ଦ୍ରିୟ ଦ୍ୱାରା ଅଭିନୟ କରୁଛନ୍ତି, ତେଣୁ ଶାନ୍ତି କିପରି ମିଳିବ? ଯେତେବେଳେ ଏହି ଲକ୍ଷ୍ମୀ ନାରାୟଣଙ୍କ ରାଜ୍ୟ ଥିଲା, ସେତେବେଳେ ବିଶ୍ୱରେ ଶାନ୍ତି ଥିଲା, କିନ୍ତୁ କଳ୍ପର ଆୟୁକୁ ଲକ୍ଷ ଲକ୍ଷ ବର୍ଷ ବୋଲି କହିଦେଇଛନ୍ତି। ତେଣୁ ମନୁଷ୍ୟ ବିଚାରା ବୁଝିବେ କିପରି? ଯେତେବେଳେ ଦେବତାମାନଙ୍କର ରାଜ୍ୟ ଥିଲା, ସେତେବେଳେ ଗୋଟିଏ ରାଜ୍ୟ, ଗୋଟିଏ ଧର୍ମ ଥିଲା। ଆଉ କୌଣସି ରାଷ୍ଟ୍ରରେ ଏପରି କହନ୍ତି ନାହିଁ ଯେ ଗୋଟିଏ ଧର୍ମ, ଗୋଟିଏ ରାଜ୍ୟ ହେଉ। ଏଠାରେ ଆତ୍ମା ଚାହୁଁଛି ଯେ ଗୋଟିଏ ରାଜ୍ୟ ହେଉ। ତୁମର ଆତ୍ମା ଜାଣୁଛି ଯେ ଏବେ ଆମେ ଏକ ରାଜ୍ୟ ସ୍ଥାପନ କରୁଛୁ। ଆମେ ସେଠାରେ ସାରା ବିଶ୍ୱର ମାଲିକ ହେବୁ। ବାବା ଆମକୁ ସବୁକିଛି ଦେଇ ଦେଉଛନ୍ତି। କେହି ବି ଆମଠାରୁ ରାଜ୍ୟ ଛଡ଼ାଇ ନେଇପାରିବେ ନାହିଁ। ଆମେ ସାରା ବିଶ୍ୱର ମାଲିକ ହୋଇଯିବୁ। ବିଶ୍ୱରେ କୌଣସି ସୂକ୍ଷ୍ମବତନ, ସ୍ଥୂଳବତନ ଆସେ ନାହିଁ। ଏହି ସୃଷ୍ଟିର ଚକ୍ର ଏଇଠି ହିଁ ଘୁରୁଥାଏ। ଏହାକୁ ରଚୟିତା ପିତା ହିଁ ଜାଣନ୍ତି। ଏପରି ନୁହେଁ ଯେ ବାବା ନୂଆ ଦୁନିଆ ରଚନା କରୁଛନ୍ତି। ବାବା ସଙ୍ଗମରେ ପୁରୁଣା ଦୁନିଆକୁ ନୂଆ ଦୁନିଆ କରିବାକୁ ଆସିଥାନ୍ତି। ଦୂର ଦେଶରୁ ବାବା ଆସିଛନ୍ତି। ତୁମେ ଜାଣିଛ ଯେ ନୂଆ ଦୁନିଆ ମଧ୍ୟ ତୁମ ପାଇଁ ତିଆରି ହେଉଛି। ବାବା ଆମ ଆତ୍ମାମାନଙ୍କର ଶୃଙ୍ଗାର କରୁଛନ୍ତି। ତା ସହିତ ପୁଣି ଶରୀରର ମଧ୍ୟ ଶୃଙ୍ଗାର ହୋଇଯିବ। ଆତ୍ମା ପବିତ୍ର ହେବା ଦ୍ୱାରା ପୁଣି ଶରୀର ମଧ୍ୟ ଶତପ୍ରଧାନ ମିଳିବ। ଶତପ୍ରଧାନ ତତ୍ତ୍ୱ ଆଧାରରେ ଶରୀର ଗଠନ ହେବ। ଦେବତାମାନଙ୍କର ଶତପ୍ରଧାନ ଶରୀର ଥାଏ ନା, ତେଣୁ ପ୍ରାକୃତିକ ସୌନ୍ଦର୍ଯ୍ୟ ରହିଥାଏ। ଧର୍ମରେ ହିଁ ଶକ୍ତି ଅଛି ବୋଲି ଗାୟନ ରହିଛି। ତେବେ ଏହି ଶକ୍ତି କେଉଁଠାରୁ ମିଳିଲା? ଗୋଟିଏ ହିଁ ଦେବୀ ଦେବତା ଧର୍ମ ରହିଛି, ଯେଉଁଥିରୁ ଶକ୍ତି ମିଳିଥାଏ। ଏହି ଦେବତାମାନେ ହିଁ ସାରା ବିଶ୍ୱର ମାଲିକ ହୁଅନ୍ତି। ଆଉ କେହି ବିଶ୍ୱର ମାଲିକ ହୁଅନ୍ତି ନାହିଁ। ତୁମକୁ କେତେ ଶକ୍ତି ମିଳୁଛି? ଲେଖା ମଧ୍ୟ ହୋଇଛି ଯେ ଆଦି ସନାତନ ଦେବୀ ଦେବତା ଧର୍ମର ସ୍ଥାପନା ଶିବ ବାବା ବ୍ରହ୍ମାଙ୍କ ଦ୍ୱାରା କରିଥାନ୍ତି। ଏହି କଥା ଦୁନିଆରେ କେହି କ'ଣ ଜାଣିଛନ୍ତି? ବାବା କହୁଛନ୍ତି, ମୁଁ ବ୍ରାହ୍ମଣ କୁଳର ସ୍ଥାପନା କରି ପୁଣି ସେମାନଙ୍କୁ ସୂର୍ଯ୍ୟବଂଶୀ ରାଜ୍ୟକୁ ନେଇ ଆସୁଛି। ଯିଏ ଭଲ ଭାବେ ପଢ଼ନ୍ତି, ସେ ଉତ୍ତୀର୍ଣ୍ଣ ହୋଇ ସୂର୍ଯ୍ୟବଂଶୀରେ ଆସନ୍ତି। ଏହା ହେଉଛି ସବୁ ଜ୍ଞାନଯୁକ୍ତ କଥା। ସେମାନେ ପୁଣି ସ୍ଥୂଳ ବାଣ, ହତିଆର ଆଦି ଦେଖାଇଛନ୍ତି। ବାଣ ଚଳାଇବା ମଧ୍ୟ ଶିଖନ୍ତି। ଛୋଟ ପିଲାମାନଙ୍କୁ ମଧ୍ୟ ବନ୍ଧୁକ ଚାଳନା ଶିଖାଇଥାନ୍ତି। ତୁମର ପୁଣି ହେଉଛି ଯୋଗରୂପୀ ବାଣ। ବାବା କହୁଛନ୍ତି, ମୋତେ ଯଦି ମନେ ପକାଇବ, ତେବେ ତୁମର ବିକର୍ମ ବିନାଶ ହେବ। ଏଥିରେ ତ ହିଂସାର କୌଣସି କଥା ନାହିଁ। ତୁମର ପାଠପଢ଼ା ମଧ୍ୟ ଗୁପ୍ତ। ତୁମେ ହେଉଛ ଆଧ୍ୟାତ୍ମିକ ଆତ୍ମା, ଉଦ୍ଧାରକାରୀ ସୈନ୍ୟ। ଏହା କାହାକୁ ହେଲେ ଜଣା ନାହିଁ କି ଆତ୍ମିକ ସୈନିକ କିପରି ହୁଅନ୍ତି। ତୁମେ ହେଉଛ ଅସାଧାରଣ ଆଧ୍ୟାତ୍ମିକ ଆତ୍ମିକ ଉଦ୍ଧାରକାରୀ ସୈନ୍ୟବାହିନୀ। ସାରା ଦୁନିଆକୁ ତୁମେ ଉଦ୍ଧାର କରୁଛ। ସମସ୍ତଙ୍କର ନୌକା ବୁଡ଼ି ଯାଇଛି, ବାକି ସୁନାର ଲଙ୍କା ବୋଲି ତ କିଛି ନାହିଁ। ଏପରି ନୁହେଁ ଯେ ସୁନାର ଦ୍ୱାରିକା ତଳକୁ ଚାଲିଯାଇଛି, ତାହା ବାହାରି ଆସିବ। ନା, ଦ୍ୱାରିକାରେ ମଧ୍ୟ ଏମାନଙ୍କର ରାଜ୍ୟ ଥିଲା, ପରନ୍ତୁ ସତ୍ୟଯୁଗରେ ଥିଲା। ସତ୍ୟଯୁଗୀ ରାଜାମାନଙ୍କର ଡ୍ରେସ୍ ହିଁ ଅଲଗା ହୋଇଥାଏ। ତ୍ରେତାର ଡ୍ରେସ୍ ଅଲଗା ଅଟେ। ଭିନ୍ନ ଭିନ୍ନ ଡ୍ରେସ୍, ଭିନ୍ନ ଭିନ୍ନ ପ୍ରଥା ପରମ୍ପରା ଥାଏ। ପ୍ରତ୍ୟେକ ରାଜାଙ୍କର ନୀତି ନିୟମ ଏବଂ ପ୍ରଥା ପରମ୍ପରା ନିଜସ୍ୱ ହୋଇଥାଏ। ସତ୍ୟଯୁଗର ନାମ ନେଲେ ହିଁ ମନ ଖୁସି ହୋଇଯାଏ। କହନ୍ତି ମଧ୍ୟ ସ୍ୱର୍ଗ, ପାରାଡାଇଜ୍, କିନ୍ତୁ ମନୁଷ୍ୟ କିଛି ବି ଜାଣନ୍ତି ନାହିଁ। ମୁଖ୍ୟତଃ ହେଉଛି ଏହି ଦିଲ୍ଲୀୱାଡ଼ା ମନ୍ଦିର। ଅବିକଳ ତୁମର ସ୍ମୃତି ଚିହ୍ନ।
ମଡ଼େଲ ତ ସର୍ବଦା ଛୋଟ ତିଆରି କରିଥାନ୍ତି ନା। ଏହା ବିଲକୁଲ ଅବିକଳ ମଡ଼େଲ ଅଟେ। ଶିବ ବାବା ମଧ୍ୟ ଅଛନ୍ତି, ଆଦିଦେବ ମଧ୍ୟ ଅଛନ୍ତି, ଉପରେ ବୈକୁଣ୍ଠ ଦେଖାଇଛନ୍ତି। ଶିବ ବାବା ଥିବେ ତେବେ ତ ନିଶ୍ଚୟ ରଥ ବି ଥିବ। ଆଦିଦେବ ବସିଛନ୍ତି, ଏହା ମଧ୍ୟ କାହାକୁ ହେଲେ ଜଣା ନାହିଁ। ଇଏ ଶିବ ବାବାଙ୍କର ରଥ ଅଟନ୍ତି। ମହାବୀର ହିଁ ରାଜ୍ୟ ପ୍ରାପ୍ତି କରିଥାନ୍ତି। ଆତ୍ମାରେ କିପରି ଶକ୍ତି ଆସିଥାଏ ତାହା ମଧ୍ୟ ତୁମେ ଏବେ ବୁଝୁଛ। ଘଡ଼ି ଘଡ଼ି ନିଜକୁ ଆତ୍ମା ବୋଲି ଭାବ। ମୁଁ ଆତ୍ମା, ଶାନ୍ତିଧାମ ସୁଖଧାମରେ ନିଶ୍ଚୟ ପବିତ୍ର ହିଁ ରହିବି। ଏବେ ବୁଦ୍ଧିରେ ଆସୁଛି ଯେ ଏହା କେତେ ସହଜ କଥା। ଭାରତ ସତ୍ୟଯୁଗରେ ପବିତ୍ର ଥିଲା। ସେଠାରେ ଅପବିତ୍ର ଆତ୍ମା ରହିପାରିବ ନାହିଁ। ଏତେ ସବୁ ପତିତ ଆତ୍ମା ଉପରକୁ କିପରି ଯିବେ? ନିଶ୍ଚୟ ପବିତ୍ର ହୋଇକରି ହିଁ ଯିବେ ନା। ପୁରୁଣା ସଂସାରରେ ନିଆଁ ଲାଗିବ, ପୁଣି ସବୁ ଆତ୍ମାମାନେ ଚାଲିଯିବେ, ବାକି ଶରୀର ରହିଯିବ। ଏସବୁର ଚିହ୍ନ ମଧ୍ୟ ରହିଛି। ହୋଲିକାର ଅର୍ଥ କେହି କ'ଣ ବୁଝନ୍ତି? ସାରା ଦୁନିଆ ଏଥିରେ ସ୍ୱାହା ହେବାର ଅଛି। ଏହା ହେଉଛି ଜ୍ଞାନ ଯଜ୍ଞ। ଜ୍ଞାନ ଅକ୍ଷରକୁ ବାଦ ଦେଇ ବାକି ରୁଦ୍ର ଯଜ୍ଞ କହିଦେଉଛନ୍ତି। ବାସ୍ତବରେ ଏହା ହେଉଛି ରୁଦ୍ର ଜ୍ଞାନ ଯଜ୍ଞ। ଏହା ବ୍ରାହ୍ମଣମାନଙ୍କ ଦ୍ୱାରା ହିଁ ରଚନା କରାଯାଏ। ତୁମେ ହେଉଛ ସମ୍ପୂର୍ଣ୍ଣ ସତ୍ୟ ବ୍ରାହ୍ମଣ। ପ୍ରଜାପିତା ବ୍ରହ୍ମାଙ୍କର ତ ସମସ୍ତେ ସନ୍ତାନ ଅଟନ୍ତି ନା। ବ୍ରହ୍ମାଙ୍କ ଦ୍ୱାରା ହିଁ ମନୁଷ୍ୟ ସୃଷ୍ଟିର ରଚନା କରାଯାଏ। ବ୍ରହ୍ମାକୁ ହିଁ ଗ୍ରେଟ୍ ଗ୍ରାଣ୍ଡ ଫାଦର କୁହାଯାଏ। ଏହାଙ୍କର ବଂଶାବଳୀ ରହିଛି ନା। ଯେମିତି ଅଲଗା ଅଲଗା ବଂଶର ବଂଶାବଳୀ ରଖିଥାନ୍ତି ନା। ତୁମର ବୁଦ୍ଧିରେ ଅଛି ଯେ ମୂଳ ବତନରେ ଆତ୍ମାମାନଙ୍କର ବଂଶାବଳୀ ବିଧିପୂର୍ବକ ରହିଥାଏ। ଶିବ ବାବା, ପୁଣି ବ୍ରହ୍ମା, ବିଷ୍ଣୁ, ଶଙ୍କର, ପୁଣି ଲକ୍ଷ୍ମୀ ନାରାୟଣ ଆଦି ହେଉଛନ୍ତି ମନୁଷ୍ୟମାନଙ୍କର ବଂଶାବଳୀ। ଆଚ୍ଛା, ମିଠା ମିଠା ଶିଖିଲ ଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତା ବାପ ଦାଦାଙ୍କୁ ନମସ୍ତେ ନମସ୍ତେ, ସୁପ୍ରଭାତ। ଧାରଣା ପାଇଁ ମୁଖ୍ୟ ସାର 1 ନମ୍ବର। ଆତ୍ମିକ ଉଦ୍ଧାରକାରୀ ସୈନିକ ହୋଇ ନିଜକୁ ଏବଂ ସମସ୍ତଙ୍କୁ ସଠିକ୍ ରାସ୍ତା ଦେଖାଇବାକୁ ହେବ। ସାରା ଦୁନିଆକୁ ବିଷୟ ସାଗରରୁ ଉଦ୍ଧାର କରିବା ପାଇଁ ବାବାଙ୍କର ସମ୍ପୂର୍ଣ୍ଣ ସାହାଯ୍ୟକାରୀ ହେବାକୁ ପଡ଼ିବ। 2 ନମ୍ବର। ଜ୍ଞାନ ଯୋଗ ଆଧାରରେ ପବିତ୍ର ହୋଇ ଆତ୍ମାର ଶୃଙ୍ଗାର କରିବାକୁ ହେବ, ଶରୀରର ନୁହେଁ। ଆତ୍ମା ପବିତ୍ର ହୋଇଗଲେ ଶରୀରର ଶୃଙ୍ଗାର ସ୍ୱତଃ ହୋଇଯିବ। ଆଜିର ବରଦାନ। ଦୂରେଇ ରହିବା ପରିବର୍ତ୍ତେ ପ୍ରତି ମୁହୂର୍ତ୍ତରେ ବାବାଙ୍କର ସାହାରାର ଅନୁଭବ କରୁଥିବା ନିଶ୍ଚୟ ବୁଦ୍ଧି ବିଜୟୀ ଭବ। ଦୂରେଇ ରହିବା ପରିବର୍ତ୍ତେ ପ୍ରତି ମୁହୂର୍ତ୍ତରେ ବାବାଙ୍କର ସାହାରାର ଅନୁଭବ କରୁଥିବା ନିଶ୍ଚୟ ବୁଦ୍ଧି ବିଜୟୀ ଭବ। ଡିଟେଲ୍ସ। ବିଜୟୀ ଭବର ବରଦାନୀ ଆତ୍ମା ପ୍ରତି ମୁହୂର୍ତ୍ତରେ ନିଜକୁ ପରମାତ୍ମା ସାହାରା ରୂପୀ ଛତ୍ର ଛାୟା ତଳେ ରହିଥିବାର ଅନୁଭବ କରିଥାଏ। ସେମାନଙ୍କ ମନ ଭିତରେ ସଂକଳ୍ପ ମାତ୍ରରେ ମଧ୍ୟ ବେସାହାରା ହେବାର ବା ଏକଲା ପଣିଆର ଅନୁଭବ ହୋଇନଥାଏ। କେବେ ବି ଉଦାସୀ ବା ଅଳ୍ପ କାଳର ବିନାଶୀ ବୈରାଗ୍ୟ ଆସିନଥାଏ। ସେମାନେ କେବେ ବି କୌଣସି କାର୍ଯ୍ୟଠାରୁ, ସମସ୍ୟାଠାରୁ ବା ବ୍ୟକ୍ତିଠାରୁ ଦୂରେଇ ଯାଆନ୍ତି ନାହିଁ। କିନ୍ତୁ ସବୁ କର୍ମ କରି, ସବୁକିଛି ସମ୍ମୁଖୀନ କରି ସମସ୍ତଙ୍କର ସହଯୋଗୀ ହୋଇ ବେହଦର ବୈରାଗ୍ୟ ବୃତ୍ତିରେ ରହିଥାନ୍ତି। ଆଜିର ସ୍ଲୋଗାନ। ଏକମାତ୍ର ବାବାଙ୍କ ସଙ୍ଗରେ ରୁହ ଏବଂ ବାବାଙ୍କୁ ହିଁ ନିଜର ସାଥୀ କର। ଏକମାତ୍ର ବାବାଙ୍କ ସଙ୍ଗରେ ରୁହ ଏବଂ ବାବାଙ୍କୁ ହିଁ ନିଜର ସାଥୀ କର। ଓମ୍ ଶାନ୍ତି। ଆଜିର ଅବ୍ୟକ୍ତ ଇସାରା। ନିଜ ପ୍ରତି ଏବଂ ସମସ୍ତଙ୍କ ପ୍ରତି ନିଜର ସଂକଳ୍ପ ଦ୍ୱାରା ଯୋଗର ଶକ୍ତିଗୁଡ଼ିକୁ ପ୍ରୟୋଗ କର। ଦିବ୍ୟ ବୁଦ୍ଧିରୂପୀ ବିମାନ ଦ୍ୱାରା ସବୁଠାରୁ ଉଚ୍ଚ ଶିଖର ସ୍ଥିତିରେ ସ୍ଥିତ ହୋଇ ଅବ୍ୟକ୍ତ ଦେଶର ନିବାସୀ ହୋଇ
ବିଶ୍ୱର ସର୍ବ ଆତ୍ମାମାନଙ୍କ ପ୍ରତି ଶୁଭ ଭାବନା ଏବଂ ଶ୍ରେଷ୍ଠ କାମନାର ସହଯୋଗର ତରଙ୍ଗ ବିଚ୍ଛୁରିତ କର। ଯୋଗର ପ୍ରୟୋଗ ଦ୍ୱାରା ଦୁଃଖୀ ଅଶାନ୍ତ ଆତ୍ମାମାନଙ୍କୁ ଶାନ୍ତି ଏବଂ ଶକ୍ତିର ସକାଶ ଦିଅ। ଓମ୍ ଶାନ୍ତି।